ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ସ୍ୱର୍ଗର ପରମେଶ୍ୱର ପ୍ରତିଦିନ ସେ ଆମମାନଙ୍କୁ ତାଙ୍କର ବାକ୍ୟ ଦ୍ୱାରା ସେ ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରତିଦିନ ବାଇବଲ ପଢ଼ିବାର ଲାଭ। ପ୍ରତିଦିନ ବାଇବଲ ପଢ଼ିବାର ଲାଭ। ପ୍ରିୟମାନେ, ପ୍ରତିଦିନ ବାଇବଲ ପଢ଼ିଲା ପରେ କେଉଁ ଲାଭ ମିଳୁଛି ଆମେ ସେଇ ବିଷୟରେ ଆମେ ଜାଣିବାର ଆବଶ୍ୟକ ରହିଅଛି। ଯଦି ଆମେ ସେଇ ବିଷୟରେ ଆମେ ଜାଣିବା ନାହିଁ, ତାହେଲେ ଆମେ ବାଇବଲ ପଢ଼ିବାକୁ ଆମକୁ ଆଗ୍ରହ ଲାଗିବ ନାହିଁ। ଏହି ନବବର୍ଷରେ ଆମମାନେ ଯେ ପ୍ରକାର ପ୍ରତିଦିନ ଆମେ ବାଇବଲ ପଢ଼ିପାରିବା, ଏଥିପାଇଁ ମୁଁ କିଛି ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ବାଇବଲ ପଢ଼ିବାର, ପ୍ରତିଦିନ ବାଇବଲ ପଢ଼ିବାର ଲାଭ କ'ଣ ଅଟେ। ଆସନ୍ତୁ ଗୋଟିଏ ପଦ ଆମେ ପଢ଼ିବା। ପ୍ରଥମ ପିତର 2 ଅଧ୍ୟାୟ 3 ପଦ। ନବଜାତ ଶିଶୁତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର, ଯେପରି ତଦ୍ୱାରା ପରିତ୍ରାଣାର୍ଥେ ବୃଦ୍ଧି ପାଇପାର। ପ୍ରିୟମାନେ, ପ୍ରତିଦିନ ବାଇବଲ ପଢ଼ିଲେ ଆମମାନେ ପରିତ୍ରାଣରେ ଆମେ ବୃଦ୍ଧି ପାଇପାରିବା। ଆମେ ଯେ ପ୍ରକାର ଗୋଟେ ଛୁଆ ଜନ୍ମ ହୋଇଗଲା ପରେ ତାକୁ ସବୁଦିନ କ୍ଷୀର ଦରକାର ଅଛି। ଯଦି ସବୁଦିନ କ୍ଷୀର ଯଦି ପିଉନାହିଁ, ତାହେଲେ ଜାଣନ୍ତୁ ଯେ ସେଇ ଛୁଆଟା ଗୋଟେ ସୁସ୍ଥ ସବଳ ଛୁଆ ନାହିଁ। ଆଜି ଅନେକ ମା ବାପାଙ୍କର ମୁଣ୍ଡ ବଥା ଏହା ଅଟେ ଯେ ମୋ ଛୁଆ ଖାଉନାହିଁ, ମୋ ଛୁଆ ପିଉନାହିଁ। ଯଦି ଗୋଟେ ଛୁଆ ଜନ୍ମ ହେବ ଆଉ ସେ ଛୁଆ ଜନ୍ମ ହେଲା ପରେ ସେ କ୍ଷୀର ପିଇବ ନାହିଁ, କିଛି ଖାଇବ ନାହିଁ, ତାହେଲେ ମା ବାପା କେତେ ବ୍ୟସ୍ତ ହୋଇଯିବେ। ଆଉ ସେ ଯଦି କ୍ଷୀର ପିଇବ ନାହିଁ କି କିଛି ଖାଇବ ନାହିଁ, ତାହେଲେ ଛୁଆଟା ବଢ଼ି କେମିତି ପାରିବ? ଯଦି ବଢ଼ିବାର ଅଛି ବୋଲେ ଆମକୁ ଖାଇବାକୁ ପଡ଼ିବ। ସେଇ ପ୍ରକାର ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କର ଆତ୍ମାର ଆହାର ଅଟେ। ଏଇଟା ହେଉଛି ଅମିଶ୍ରିତ ଦୁଗ୍ଧ। ଏଠି କୌଣସି ମନୁଷ୍ୟର ବୁଦ୍ଧି ଜ୍ଞାନ ଦ୍ୱାରା କିଛି ବିଷୟ ମିଶାଯାଏ ନାହିଁ। ପରମେଶ୍ୱରଙ୍କର ବାକ୍ୟ ବାଇବଲ ପବିତ୍ର ଆତ୍ମାଙ୍କ ପ୍ରେରଣା ଦ୍ୱାରା ଏହା ଲେଖାଯାଇଅଛି। ସେ ପ୍ରତିଦିନ ଯେତେବେଳେ ଆମେ ବାଇବଲ ଆମେ ପଢ଼ିବା, ସେଇ ସମୟରେ ଆମେ ପରିତ୍ରାଣାର୍ଥେ ଆମେ ବୃଦ୍ଧି ପାଇପାରିବା, ଉପରକୁ ଆମେ ବଢ଼ିପାରିବା। ପ୍ରିୟମାନେ, ପ୍ରତିଦିନ ବାଇବଲ ପଢ଼ିବା କେତେ ଆବଶ୍ୟକ ଅଛି। ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ଶରୀରରେ ବଢ଼ୁଛନ୍ତି, ବର୍ଷ ବର୍ଷ ଧରି ଚର୍ଚ୍ଚରେ ବଢ଼ୁଛନ୍ତି, ମାତ୍ର ପରିତ୍ରାଣାର୍ଥେ ବୃଦ୍ଧି ପାଇପାରୁନାହାନ୍ତି। ଯଦି ପଢ଼ିବା ଗୋଟେ ପଦ, 2 ତିମୋଥୀ ଏହାର 3 ଅଧ୍ୟାୟର 15 ପଦରେ, ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମେ ବାଲ୍ୟକାଳରୁ ଠାରୁ ଜ୍ଞାତ ଅଛ। ଦେଖନ୍ତୁ, ଏହି ବାକ୍ୟ ଆମକୁ ପରିତ୍ରାଣ ସମ୍ବନ୍ଧୀୟ ଜ୍ଞାନ ଦେବ। ପରିତ୍ରାଣ ସମ୍ବନ୍ଧୀୟ ଜ୍ଞାନ ମାନେ କ'ଣ? ଯେ ପରିତ୍ରାଣ ମାନେ ଉଦ୍ଧାର। ଆମେ କି ପ୍ରକାର ପାପରୁ ଉଦ୍ଧାର ପାଇପାରିବୁ, ଶାରୀରିକ ଅଭିଳାଷରୁ ଉଦ୍ଧାର ପାଇପାରିବୁ, ଆମେ ଯେ ପ୍ରକାର ଜଗତରୁ ଉଦ୍ଧାର ପାଇପାରିବୁ, ଆମେ ବିଭିନ୍ନ ବିଷୟରୁ ଯେ ପ୍ରକାର ଆମେ ଉଦ୍ଧାର ପାଇପାରିବୁ, ଏଥି ନିମନ୍ତେ ଏହି ବାକ୍ୟ ଆମକୁ ଜ୍ଞାନ ପ୍ରଦାନ କରିବ। ଆଜି ଅନେକ ଜଣ ପାପରେ ପଡ଼ିବାର କାରଣ କ'ଣ? ସେମାନେ ପରିତ୍ରାଣଜନକ ପାପରୁ ଉଦ୍ଧାର ପାଇବାର ଜ୍ଞାନ ସେମାନଙ୍କ ପାଖରେ ନାହିଁ। ପରମେଶ୍ୱରଙ୍କ ବାକ୍ୟ ଆମକୁ ପରିତ୍ରାଣତେ ବଢ଼େଇବ, ଆଉ ପରମେଶ୍ୱରଙ୍କ ବାକ୍ୟ ଆମକୁ ପରିତ୍ରାଣଜନକ ଜ୍ଞାନ ଦେବ। ଏହି ଜ୍ଞାନ ଆମକୁ ସମସ୍ତ ପ୍ରକାର ପାପରୁ ଉଦ୍ଧାର କରିବା ପାଇଁ ସେ ଆମମାନଙ୍କୁ ଶକ୍ତି ପ୍ରଦାନ କରିବ। ପ୍ରିୟମାନେ, କାରଣ 16 ପଦରେ ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱାସିତ। ଆଦି ପୁସ୍ତକ ଠାରୁ ପ୍ରକାଶିତ ପୁସ୍ତକ ପର୍ଯ୍ୟନ୍ତ 66ଟା ଯେଉଁ ପୁସ୍ତକ ରହିଛି, ସମସ୍ତ ଶାସ୍ତ୍ର ଈଶ୍ୱର ନିଷ୍ପୋଷିତ, ପରମେଶ୍ୱରଙ୍କର ପ୍ରେରଣାରେ ଲେଖାଯାଇଅଛି। ଏହା ଆମକୁ ଶିକ୍ଷା ଦେବ। ଦେଖନ୍ତୁ, ଏହି ବାକ୍ୟ ଆମକୁ ଶିକ୍ଷା ଦେବ। ଆମେ ସ୍ୱାମୀ ସ୍ତ୍ରୀ ଆମେ କେମିତି ରହିବା, ସମାଜରେ ଆମେ କେମିତି ରହିବା, ଆମେ କି ପ୍ରକାର ଭାବରେ ପାପ କ୍ଷମା ପାଇପାରିବା, ପରିତ୍ରାଣ ପାଇପାରିବା, ସ୍ୱର୍ଗକୁ ଆମେ ଯାଇପାରିବା, ଅନନ୍ତ ଜୀବନ ପାଇପାରିବା, କି ପ୍ରକାର ଭାବରେ ଆମମାନେ ପବିତ୍ର ହୋଇପାରିବା। ପ୍ରିୟମାନେ, ଏଇଟା ଆମମାନଙ୍କୁ ଶିକ୍ଷା ଦେବ। ଆମକୁ ପ୍ରତିଦିନ ବାଇବଲ ଆମକୁ ପଢ଼ିବାର ଆବଶ୍ୟକ ରହିଅଛି।
ଅନୁଯୋଗ କରିବ। ଯଦି ଆମେ କୌଣସି ପ୍ରକାର ଭୁଲ ମାର୍ଗକୁ ଯାଉଛୁ, ଏହି ବାକ୍ୟ ଆମମାନଙ୍କୁ ଅନୁଯୋଗ କରିବ। ଏ ରାସ୍ତାରେ ଯିବା କଥା ନୁହେଁ, ସେଇ ରାସ୍ତାରେ ଯିବା, ଏଇଟା କରିବା କଥା ନୁହେଁ, ସେଇଟା କରିବା କଥା। ଏଇ ବାକ୍ୟ ଆମକୁ ଅନୁଯୋଗ କରିବ ଆଉ ଆମକୁ ସଂଶୋଧନ କରିବ। ଆମ ଭିତରେ ଥିବା ବିଭିନ୍ନ ପ୍ରକାର ଯାହା ଉଚିତ ନୁହେଁ ପରମେଶ୍ୱରଙ୍କ ଦୃଷ୍ଟିରେ, ସେ ସବୁଗୁଡ଼ିକୁ ପରିଷ୍କାର କରି ଆମକୁ ସଂଶୋଧନ କରିବ। କାରଣ ସେଥିପାଇଁ ପ୍ରତିଦିନ ବାଇବଲ ପଢ଼ିବାଟା ଆବଶ୍ୟକ। ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାର, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ। ପ୍ରିୟମାନେ, ପରମେଶ୍ୱରଙ୍କ ବାକ୍ୟ ଯେ କେତେ ଇମ୍ପୋର୍ଟାଣ୍ଟ, ଆମେ ପରମେଶ୍ୱରଙ୍କ ବାକ୍ୟକୁ ଆମେ ପଢ଼ିବା ଦ୍ୱାରା କେତେ ଆମେ ଲାଭ ଗୁଡ଼ିକ ଆମେ ପାଉଛୁ। ଆମେ ଯେତେବେଳେ ଆମେ ଦେଖୁଛୁ ରୋମୀୟ ପୁସ୍ତକ 10 ଅଧ୍ୟାୟର 17 ପଦରେ ଲେଖାଗଲା ଯେ ଅତେ ବିଶ୍ୱାସ ଶ୍ରବଣରୁ ଜାତ ହୁଏ। ଯେତେ ଆମେ ପ୍ରଭୁଙ୍କର ବାକ୍ୟକୁ ଆମେ ଶୁଣିବା, ଆମେ ସେତେ ଆମର ବିଶ୍ୱାସ ବଢ଼ି ଯିବ। ବିଭିନ୍ନ ପ୍ରକାର ବଡ଼ ବଡ଼ ସମସ୍ୟା ଗୁଡ଼ିକ ଆସୁଥିବ, ଆଉ ସେ ସମସ୍ୟା ସମୟରେ ଯଦି ପ୍ରଭୁଙ୍କର ବାକ୍ୟକୁ ଆମେ ପଢ଼ୁଥିବୁ, ତାହେଲେ ଆମ ବିଶ୍ୱାସ ବଢ଼ି ଯାଉଥିବ। ଦେଖନ୍ତୁ, ଗଲିଆତ ସମ୍ମୁଖରେ ସମସ୍ତେ ଥରଥର ହେଉଥିଲେ, ସମସ୍ତଙ୍କର ବିଶ୍ୱାସ କାମ କରୁନଥିଲା। ମାତ୍ର ଦାଉଦ କୌଣସି ପ୍ରକାର ଭାବେ ଥରଥର ହେଲେ ନାହିଁ। ଦାଉଦଙ୍କର ବିଶ୍ୱାସ ଟଳମଳ ହେଲା ନାହିଁ। କାରଣ ଏହି ଯେଉଁ ବାକ୍ୟ ଆମକୁ କ'ଣ କରିବ? ବିଶ୍ୱାସ ଶ୍ରବଣରୁ ଜାତ ହୁଏ, ଆଉ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ। ପ୍ରିୟମାନେ, ବାଇବଲ ପଢ଼ିବା ଆମମାନଙ୍କ ନିମନ୍ତେ ପ୍ରତିଦିନ କେତେ ଜରୁରୀ ଅଟେ। ଯଦି ଆମେ ଯେତେ ବାଇବଲ ପଢ଼ିବା, ପରମେଶ୍ୱର ଆମର ବିଶ୍ୱାସର ମାତ୍ରାକୁ ସେତେ ଅଧିକ ପରିମାଣରେ ବୃଦ୍ଧି କରିବେ। ଆମେ ସେତେ ଅଧିକ ବିଶ୍ୱାସରେ ଆମେ ବଢ଼ିପାରିବା। ସେଥିପାଇଁ ପରମେଶ୍ୱରଙ୍କ ବାକ୍ୟକୁ ଆମକୁ ପ୍ରତିଦିନ ଆମକୁ ପଢ଼ିବାର ଅଛି। କେବଳ ପଢ଼ିବାର ଅଛି ତାହା ନୁହେଁ, ଧ୍ୟାନ କରିବାର ଅଛି। କେବଳ ଧ୍ୟାନ କରିବାର ଅଛି ତାହା ନୁହେଁ, ଆମକୁ ବାକ୍ୟକୁ ମାନିବାର ଅଛି। ପରମେଶ୍ୱରଙ୍କର ବାକ୍ୟକୁ ଯଦି ମାନିବା, ଆମକୁ ଅନେକ ଆଶୀର୍ବାଦ ଗୁଡ଼ିକ ଆସିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱରଙ୍କର ବାକ୍ୟ ପ୍ରତିଦିନ ଆମକୁ ପଢ଼ିବାର ଆବଶ୍ୟକ। ଆମେ ଯେତେ ଅଧିକ ପ୍ରଭୁଙ୍କ ବାକ୍ୟକୁ ଆମେ ପଢ଼ିବା, ସେତେ ଅଧିକ ପରମେଶ୍ୱରଙ୍କ ଇଚ୍ଛାକୁ ଜାଣିପାରିବା। କାରଣ ଗୀତରଚକ ଲେଖନ୍ତି ଯେ ପରମେଶ୍ୱରଙ୍କ ବାକ୍ୟ ମୋ ପଥ ପାଇଁ ଆଲୁଅ। ପ୍ରିୟମାନେ, ଆମେ ଯେଉଁ ମାର୍ଗରେ ଆମେ ଯାଉଛୁ, କେଉଁ ମାର୍ଗରେ ଯିବା ଉଚିତ ଅଛି, ଆମକୁ ରାସ୍ତା ଦେଖାଇବ ପରମେଶ୍ୱରଙ୍କ ବାକ୍ୟ। ଆଜି ଅନେକ ଜଣ ଭୁଲ ମାର୍ଗରେ କାହିଁକି ଯାଉଛନ୍ତି? ଛୋଟିଆ ଛୋଟିଆ ବିଷୟ ଗୁଡ଼ିକକୁ ସେମାନେ ନିଷ୍ପତ୍ତି ଗୁଡ଼ିକ କାହିଁକି ଠିକ୍ରେ ନେଇପାରୁନାହାନ୍ତି? ଅନେକ ରଙ୍ଗ ଡିସିସନ୍ ଗୁଡ଼ିକ ନେଇଯାଉଛନ୍ତି। ଅନେକ ରଙ୍ଗ ମାର୍ଗରେ ଯାଇ ସେମାନେ ଅନେକ ଟଙ୍କା, ନିଜର ପରିବାର, ନିଜର ଜୀବନକୁ ସେମାନେ ନଷ୍ଟ କାହିଁକି କରୁଛନ୍ତି? କାରଣ ପରମେଶ୍ୱରଙ୍କର ବାକ୍ୟ ସେମାନେ ପଢ଼ୁନାହାନ୍ତି। ପ୍ରିୟମାନେ, ପରମେଶ୍ୱରଙ୍କ ବାକ୍ୟ ଯେ ଏତେ ଭଲ ଆଉ ଏତେ ଉତ୍ତମ ବାକ୍ୟ, ଆମର ଭାଇ ଭଉଣୀମାନେ ଯେତେ ଏହି ବାକ୍ୟକୁ ଜାଣିବେ, ସେତେ ଅଧିକ ଏହି ବାକ୍ୟକୁ ପଢ଼ିବେ, ଏହି ବାକ୍ୟକୁ ସେତେ ଅଧିକ ପ୍ରକାର ମାନିବେ। ଆଇବ ପରମେଶ୍ୱରଙ୍କ ବାକ୍ୟ ବିଷୟରେ କହନ୍ତି, ଆଇବ 23:12, ମୁଁ ତାହାଙ୍କ ଅଷ୍ଟାଧାର ମୁଖରୁ ନିର୍ଗତ ଆଜ୍ଞାରୁ ବିମୁଖ ହୋଇନାହିଁ। ମୁଁ ଆପଣ ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟକୁ ସଞ୍ଚୟ କରି ରଖିଅଛନ୍ତି। ଦେଖନ୍ତୁ, ଉଷ ଦେଶର ଏଡ଼େ ବଡ଼ ଧନୀ ବ୍ୟକ୍ତି, ତାଙ୍କର କି ପ୍ରକାର ଭାବରେ ପ୍ରଭୁଙ୍କର ବାକ୍ୟ ବିଷୟରେ ତାଙ୍କର ମତାମତ। ପ୍ରିୟମାନେ, ଗୀତ ସଂହିତା ଯଦି ଆମେ 19 ଗୀତର 7 ପଦ ପଢ଼ିବା, ସଦାପ୍ରଭୁଙ୍କ ବାକ୍ୟ ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ। ସଦାପ୍ରଭୁଙ୍କର ପ୍ରମାଣ ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ। ସଦାପ୍ରଭୁଙ୍କ ବିଧି ସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ। ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ। ତା ପଛେ ଲେଖାଯାଏ 10 ପଦରେ, ତାହା ସୁବର୍ଣ୍ଣ, ପ୍ରଚୁର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ, ଆଉ ମଧୁ ଚାକଠାରୁ ସୁମିଷ୍ଟ। ଆହୁରି ତଦ୍ୱାରା ତୁମ୍ଭର ଦାସ ଚେତନା ପାଏ, ତହିଁର ପ୍ରତିପାଳନରେ ମହାଫଳ ଥାଏ। ପ୍ରିୟମାନେ, ଯେଉଁମାନେ ନିତିଦିନ ପ୍ରଭୁଙ୍କର ବାକ୍ୟ ପଢ଼ୁଛନ୍ତି, କୌଣସି ପ୍ରକାର ଭାବରେ ସେମାନେ ଭ୍ରାନ୍ତ ହେବେ ନାହିଁ। କୌଣସି ପ୍ରକାର ଲୋକ ତାଙ୍କୁ ଭ୍ରାନ୍ତରେ ପକାଇ ପାରିବ ନାହିଁ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ 40 ଦିନ 40 ରାତି ଉପବାସ କରିଛନ୍ତି, ସେହି ସମୟରେ ଶୟତାନ ମଧ୍ୟ ପ୍ରଭୁଙ୍କର ବାକ୍ୟ ଧରି ସେ ପ୍ରଭୁଙ୍କ ପାଖକୁ ଆସି ତାଙ୍କୁ ଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛି। এই ପଥରକୁ ରୁଟି ବନେଇ ତୁମେ ଖାଅ। ତ ପ୍ରଭୁ କହିଲେ, ଲେଖା ଅଛି ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ତା ସାଙ୍ଗେ ସାଙ୍ଗେ ଆହୁରି ଲେଖା ଅଛି ତୁମେ ଛାତରୁ ତୁମେ
ଡେଇଁ ପଡ଼। ସେଥିରେ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଆହୁରି ଲେଖା ଅଛି ଯେ ତୁମେ ଆପଣା ପରମେଶ୍ୱରଙ୍କୁ ଈଶ୍ୱରକୁ ତୁମେ ପରୀକ୍ଷା କରିବ ନାହିଁ। ପ୍ରିୟମାନେ, ଯଦି ଆମ ପାଖରେ ପ୍ରଭୁଙ୍କର ବାକ୍ୟ ଆମେ ପଢ଼ୁଛୁ ପ୍ରତିଦିନ, ତାହେଲେ ସମସ୍ତ ପ୍ରକାର ଭ୍ରାନ୍ତିରୁ ଆମେ ଉଦ୍ଧାର ପାଇପାରିବା। ଆଜି ଅନେକ ଜଣ ଭ୍ରାନ୍ତରେ କାହିଁକି ଅଛନ୍ତି? କାରଣ ପରମେଶ୍ୱରଙ୍କ ବାକ୍ୟକୁ ସେମାନେ ପ୍ରତିଦିନ ପଢ଼ୁନାହାନ୍ତି। ପ୍ରିୟମାନେ, ଏ ନୂତନ ବର୍ଷରେ ଆମେ ନିଷ୍ପତ୍ତି ନେବା ପ୍ରତିଦିନ ଆମମାନେ ପରମେଶ୍ୱରଙ୍କ ବାକ୍ୟକୁ ଆମେ ପଢ଼ିବା, କାରଣ ସେହି ବାକ୍ୟ ଆମମାନଙ୍କ ଆତ୍ମାର ଆହାର, ସେହି ବାକ୍ୟ ଆମମାନଙ୍କୁ ପରିତ୍ରାଣ ସମ୍ବନ୍ଧୀୟ ଜ୍ଞାନ ଦେବ, ସେହି ବାକ୍ୟ ଆମକୁ ବିଶ୍ୱାସରେ ଆମକୁ ବଢ଼େଇବ, ସେହି ବାକ୍ୟ ଆମକୁ ସମସ୍ତ ପ୍ରକାର ଭ୍ରାନ୍ତିରୁ ଆମମାନଙ୍କୁ ରକ୍ଷା କରିପାରିବ। ସେଥିପାଇଁ ଆୟୁବ ବାକ୍ୟକୁ ସଞ୍ଚୟ କରୁଥିଲେ, ଦାଉଦ ବାକ୍ୟକୁ ସଞ୍ଚୟ କରୁଥିଲେ। ଆମେ ମଧ୍ୟ ବାକ୍ୟକୁ ଆମେ ପଢ଼ିବା ଆଉ ସଞ୍ଚୟ କରି ଆପଣା ହୃଦୟ ମଧ୍ୟରେ ରଖିବା। ପରମେଶ୍ୱରଙ୍କ ବାକ୍ୟର ଉପଯୁକ୍ତ ସ୍ଥାନ ଆଲମେରା, ଥାକ, ସୋଫା ନାହିଁ, ତାହା ଆମମାନଙ୍କ ହୃଦୟ। ସେହି ସ୍ଥାନରେ ଆମେ ପ୍ରଭୁଙ୍କର ବାକ୍ୟକୁ ରଖିବା। ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ପ୍ରଭୁ ଏ ନୂଆ ବର୍ଷରେ ତୁମର ବାକ୍ୟ ପ୍ରତି ଆମମାନଙ୍କର ଆଗ୍ରହକୁ ବଢ଼େଇଛ। ଆମେ ଆହୁରି ଅଧିକ ପରିମାଣରେ ତୁମର ପବିତ୍ର ବାକ୍ୟକୁ ପଢ଼ିବୁ ଆଉ ଆତ୍ମିକ ଜୀବନରେ ଆମେ ବଢ଼ିପାରିବୁ। ଅନୁଗ୍ରହ ପ୍ରଦାନ କର। ମୁଁ ପ୍ରାର୍ଥନା କରେ ସବୁ ଭାଇ ଭଉଣୀମାନେ ପ୍ରଭୁଙ୍କ ବାକ୍ୟକୁ ଅତ୍ୟଧିକ ପରିମାଣରେ ସେମାନେ ପଢ଼ିବେ, ଧ୍ୟାନ କରିବେ ଆଉ ସେ ବାକ୍ୟକୁ ପାଳନ କରି ଜୀବନରେ ସେମାନେ ସଫଳ ପାଇପାରିବେ। ଦୟାକରି ସାହାଯ୍ୟ କର। ପ୍ରିୟ ପ୍ରଭୁ, ଧନ୍ୟବାଦ। ପ୍ରାର୍ଥନା ଶୁଣିଛ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।